ଖୋର୍ଦ୍ଧା ପୌର ପରିଷଦର 5 ନମ୍ବର ୱାର୍ଡରେ ଥିବା ହାଟ ପୋଖରୀକୁ 2023 ଅଗଷ୍ଟ 31 ସ୍ୱାୟତ୍ତ ଶାସନ ଦିବସରେ ଆମ ପୋଖରୀ ଯୋଜନାରେ ସାମିଲ କରାଯାଇଥିଲା। ଖୋର୍ଦ୍ଧାର ତତ୍କାଳୀନ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଏହି ପ୍ରକଳ୍ପର ଆନୁଷ୍ଠାନିକ ଭାବରେ ଶିଳାନ୍ୟାସ କରିଥିଲେ ଏବଂ ଏହାର ରକ୍ଷଣାବେକ୍ଷଣ ସୌନ୍ଦର୍ଯ୍ୟକରଣ ନାମରେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଲୋକ ଦେଖାଣିଆ ପୋଖରୀର ଖନନ ଏବଂ ଚାରିପାଖରେ ଆଲୋକୀକରଣ କାର୍ଯ୍ୟାରମ୍ଭ କରାଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରିନଥିଲା। ଦ୍ୱିତୀୟ ଥର 2025 ଅଗଷ୍ଟ 31 ତାରିଖ ସ୍ୱାୟତ୍ତ ଶାସନ ଦିବସରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ସେହି ପ୍ରକଳ୍ପର ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ, ଯାହା ନାମଫଳକରେ ଉଲ୍ଲେଖ ରହିଛି। କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ ଖୋର୍ଦ୍ଧା ପୌର ପରିଷଦ କର୍ତ୍ତୃପକ୍ଷ। ପୁନର୍ବାର ତୃତୀୟ ଥର ନିମନ୍ତେ 8 ଡିସେମ୍ବର 2025ରେ ବିଧାୟକ ଶ୍ରୀ ଜଗଦେବଙ୍କ ଦ୍ୱାରା ଏହି ପ୍ରକଳ୍ପ ଶିଳାନ୍ୟାସ କରାଇଛନ୍ତି। ଗୋଟିଏ ପ୍ରକଳ୍ପକୁ ତିନି ଥର ଶିଳାନ୍ୟାସ ଏବଂ ସେହି ସ୍ଥାନରେ 3ଟି ନାମଫଳକ ଲାଗିବା ନେଇ ପୌର ପରିଷଦର କାର୍ଯ୍ୟଦକ୍ଷତା ଏବଂ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 2 ବର୍ଷ ମଧ୍ୟରେ ହାଟ ପୋଖରୀର 3 ଥର ଶିଳାନ୍ୟାସ ଏବଂ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଆଉ କେତେଥର ଏହି ହାଟ ପୋଖରୀର ଶିଳାନ୍ୟାସ ଏବଂ କେତେ ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଖୋର୍ଦ୍ଧାରୁ ସୈୟଦ ଲିୟାକତ ଅଲିଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।